श्री गणेशाय नमः। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानंद माधवम। नमस्कार बंधुगण, जय जगन्नाथ। आज बैशाख मास आरंभ। किछि समय हेउ पछे प्रतिदिन बैशाख महात्म्य निश्चय शुणन्तु। प्रथम अध्याय। नमस्ते देव लक्ष्मीपति, जानामे खंडीव दुर्गति। नम गणेश दुर्गासुत, पाशंकुश बेनिहस्त। सुदया कर गजानन, करिबि ग्रंथ रचना। नमस्ते मात वाक्य देवी, दुर्गा कालिका भैरवी। मोठारे अनुग्रह कर, सदय हुओ ब्रह्माहर। सकल पुण्य कर जस, ए ग्रंथे करिबि प्रकाश। जय नीलाद्रि चूड़ामणि, शंकर थांग कंबु पाणी। जय श्री जगन्नाथ देव, जानाम भव सिंधु नाव। सुभद्रा बलभद्र संगे, सुदर्शन घेनि रंगे। विजय रत्न सिंहासने, उपमा नाही त्रिभुवने। 12 मासरे 13 जात, करन्ति श्रीक्षेत्र रे नित्य। 3 भुवने जेते जन, आसीन करन्ति दर्शन। देवंकु घेनि वेदवर, नित्य पूजन्ति श्रीपयर। से प्रभु रूप अभिराम, कोटि कंदर्प जित काम। सर्वांगे चंदन चर्चित, पीतवसन अलंकृत। विकट पुंडरीक नेत्र, सुंदर धर पवित्र। वंदई द्विज नारायण, मो पिंड कर हे कारण। विविध फूल माळ कूल, बिड़िया कर्पूर तांबूल। अटंती महिमा सागर, के ताहा करिब गोचर। भुजटे किण रहिछन्ति, जे जहा मागे ता दियन्ति। से पाद पद्म पद्म मुख, देखिले खंडे भव दुख। पद्मलोचन पद्मकर, पद्म आसन गंगाधर। जेउ चरण गंगा नीर, मस्तके बसिछन्ति हर। कमला जे बण पୟରେ, पूजा करन्ति निरन्तरे। जे पाद लागिण हल्या, पाषाण मुकत होइला। जे पाद बोली मुंडे बही, पाताले स्वर्ग भोग पाई। से पाद पद्मे मुनि गणे, ध्यान करन्ति अनुक्षणे। अधमहीन रामदास, से पादे करिअछि आस। आज्ञा होइले लक्ष्मीपति, कहिबि बैशाख पद्धति।
ସ୍କନ୍ଧ ପୁରାଣରେ ଉକତ ବୈଶାଖ ମାସର ଚରିତ। ନାରଦ ଅମ୍ବରୀଶେ କହି ସେ କଥା ଶୁଣ ମନ ଦେଇ। ଯେ ବଣ ଗ୍ରନ୍ଥ ଶୁଣି ନର ବସନ୍ତି ବୈକୁଣ୍ଠପୁର। ସତ୍ୟ ଯୁଗରେ ନୃପ ଈଶ ନାମ ତାହାର ଅମ୍ବରୀଶ। ଦିନେ ନାରଦ ମୁନି ବର ଆସି ମିଳିଲେ ତାର ପୁର। ସେ ଅମ୍ବରୀଶ ମହାରାଜା ନାରଦ ପାଦେ କଲା ପୂଜା। ରାଜାର ଭକତି ଦେଖିଣ ହରଷେ ବ୍ରହ୍ମାଙ୍କ ନନ୍ଦନ। ବୋଇଲେ ଶୁଣ ନୃପବର କି ଧର୍ମ କରୁ ତୁ ଆଚାର। ଅମ୍ବରୀଶ ଉବାଚ ମୁନି ବଚନେ ଅମ୍ବରୀଶ ବୋଇଲେ ଶୁଣ ବ୍ରହ୍ମା ଶିଷ୍ୟ। କେବଳ ଧର୍ମ କଲେ ନର ବସନ୍ତି ବୈକୁଣ୍ଠପୁର। କରୁଣା କରି ତପୋଧନ ପ୍ରକାଶ ତହିଁର ବିଧାନ। ନାରଦ ଉବାଚ ଶୁଣ ରାଜନ ପୁଣ୍ୟ ଗାଥା ସ୍କନ୍ଧ ପୁରାଣର ବ୍ୟବସ୍ଥା। ସକଳ ଧର୍ମେ ସାରସ୍ୱତ ଅଟଇ ବୈଶାଖ ମହାତ୍ମ୍ୟ। ଆବର ଧର୍ମ ଅଛି ଯେତେ ତୋ ଆଗେ କହିବା ବା କେତେ। ସକଳ ମାସଙ୍କ ଉପରେ ବୈଶାଖ ମାସ ଶ୍ରେଷ୍ଠତରେ। ସର୍ବ ବିଦ୍ୟାରେ ବେଦ ଶ୍ରେଷ୍ଠ ଓଙ୍କାର ସବୁ ଉତ୍କୃଷ୍ଟ। ବୃକ୍ଷରେ ସୁର ତରୁ ଜାଣି ରତ୍ନରେ କୌସ୍ତୁଭମଣି। ବାସୁକୀ ନାଗ ମଧ୍ୟେ ବଡ଼ ପକ୍ଷୀଙ୍କ ମଧ୍ୟରେ ଗରୁଡ଼। ଦେବତା ମଧ୍ୟେ ନାରାୟଣ ବର୍ଣ୍ଣରେ ଯେସନ ବ୍ରାହ୍ମଣ। ଶରୀର ମଧ୍ୟେ ପ୍ରାଣ ଯଥା ସୁହୃଦ ମଧ୍ୟେ ପିତା ମାତା। ଦ୍ୱାଦଶ ମାସ ମଧ୍ୟେ ସାର ବୈଶାଖ କାର୍ତ୍ତିକ ମକର। ଦେବଙ୍କ ମଧ୍ୟେ ମହାଦେବ ସୁରଭି ଗାବ ମଧ୍ୟେ ଗାବ। ଆୟୁଧେ ଯେସନେ କୁଳିଶ ଧାତୁରେ କାଞ୍ଚନ ସରସ। ନଦୀଙ୍କ ମଧ୍ୟେ ଗଙ୍ଗା ମାତ୍ର ତେଜସ୍ୱୀ ମଧ୍ୟରେ ଆଦିତ୍ୟ। ଯୁଗଙ୍କ ମଧ୍ୟେ ଯୁଗ ସତ୍ୟ ଋତୁଙ୍କ ମଧ୍ୟରେ ବସନ୍ତ। ପତ୍ରେ ତୁଳସୀ କ୍ଷେତ୍ରେ କାଶୀ ଶ୍ରୀନୀଳ ବୈକୁଣ୍ଠ ବିଶେଷୀ। ବ୍ରତରେ ଏକାଦଶୀ ବ୍ରତ ପୁରାଣ ମଧ୍ୟେ ଭାଗବତ। ମହାବୈଶାଖ ମାସ କହି ପ୍ରଭାତୁ ଯେ ସ୍ନାନ କରଇ। କୋଟିଏ ଯୁଗ ସେହୁ ନର ବସଇ ବୈକୁଣ୍ଠପୁର। ଯେ ଅବାହ ବିଷ କରଇ ଅଧର୍ମ ସଙ୍ଗେ ସଙ୍ଗ ନହି। ସେ ବସି ଶୁଣଇ ପୁରାଣ ଯେ ବାଜପଇ ବିଷ୍ଣୁ ନାମ। ଯେ ଛତ୍ର ଉପନ ଦେଇ ଉତ୍ତମ ବିପ୍ରଙ୍କୁ ଅଣାଇ। ଯେ ହୁଦିଓଇ ବସ୍ତ୍ର ଦାନ କେବା ଲେଖିବ ତାଙ୍କ ପୁଣ୍ୟ। ପଥେ ଯେ ଜଳ ଛତ୍ର ଦେଇ କୋଟିଏ କୂଳ ଉଦ୍ଧାରଇ। ଯେ ପାଣି ପଣା କରେ ଦାନ ସନ୍ତୋଷ ହୁଅନ୍ତି ଭଗବାନ। କାଷ୍ଠ ପାଦୁକା ଯେ ବ୍ୟଞ୍ଜନ କ୍ଷୁଧାର୍ଥ ବିପ୍ରେ ଅନ୍ନଦାନ।
ଆମ୍ବ ପଣସ ନାରିକେଳ ରମ୍ଭାଦି ନାନା ସ୍ୱାଦୁ ଫଳ ବ୍ରାହ୍ମଣ ବୈଷ୍ଣବେ ଭୁଞ୍ଜାଇ ଅନ୍ତେ ଅଚ୍ୟୁତ ପୁରେ ଯାଇ ଯେ ପଞ୍ଚାମୃତର ବିଧାନ ଦେଇ ବିଷ୍ଣୁଙ୍କୁ କରେ ଧ୍ୟାନ ତଦନ୍ତେ ବିପ୍ରଙ୍କୁ ଭୁଞ୍ଜାଇ ସେ ନର ବୈକୁଣ୍ଠେ ବସଇ ବିପ୍ର ଯେ ଜଳ ପାତ୍ର ଦାନ ଦିଅଇ ବୈଶାଖ ମାସେଣ ସେ ପାତ୍ରେ ବିପ୍ର ଜଳ ଖାଇ ଯେତେ ବରଷ ସୁସ୍ଥ ପାଇ ସେ ବସେ ବୈକୁଣ୍ଠପୁରେ ସେ ତେଣୁ ସୁଖ ଭୋଗ କରେ ଏମନ୍ତେ ନାନା ଦାନ କର୍ମ ବ୍ରହ୍ମାଙ୍କୁ ଶ୍ରୀ ପୁରୁଷୋତ୍ତମ କହିଣ ଥିଲେ ଶ୍ରୀମୁଖରେ ବ୍ରହ୍ମା ତାର କ୍ଷୀଣ ମନରେ ଲୋକାର୍ଥେ ପୁଛିଲଇ ମୁହିଁ ପ୍ରସନ୍ନେ ମୋତେ ଥିଲେ କହି ତୋହର ଦେଖିଣ ଭକତି ତୋ ଆଗେ କହିଲୁ ନୃପତି ଶୁଣିଲୁ ରାଜା ଅମ୍ବରୀଶ ସ୍କନ୍ଧ ପୁରାଣେ ହିରସ ବୈଶାଖ ମାସ ଧର୍ମ ଫଳ ତୋ ଆଗେ କହିଲି ସକଳ ତୁମ୍ଭେ ବୈଶାଖ ସ୍ନାନ କର ହବିଷ୍ୟ ପାକେ ଦିନ ହର କହିଲି ଯେତେ ପୁଣ୍ୟ ଧର୍ମ ସେ ଧର୍ମ କର ନରୋତ୍ତମ ଅନ୍ତେ ତୁ ବୈକୁଣ୍ଠେ ବସିବୁ ପରମ ଗତି ତୁ ଲଭିବୁ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ये ନାରଦ ଅମ୍ବରୀଶ ସମ୍ବାଦେ ନାମ ପ୍ରଥମ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ। ନାରଦ ଉବାଚ ଶୁଣ ହେ ଅମ୍ବରୀଶ ରାୟ କହିବା ଧର୍ମର ବିଷୟ ଚୈତ୍ର ପୌର୍ଣ୍ଣମୀ ଦିନରେ ଉଠିବ ପ୍ରଭାତୁ ସତ୍ୱରେ ମାଧବ ନାମ ସୁମରିବ ତଦନ୍ତେ ବହିର୍ଦେଶେ ଯିବ ମୃତ୍ତିକା ଶୌଚ ସାରିଣ କରିବ ଦନ୍ତକୁ ଧାବନ ମାଧବ ନାମ ମନେ ଘୋଷି ସ୍ନାନ କରିବ ଜଳେ ପଶି କରିବ ସନ୍ଧ୍ୟା କର୍ମମାନ ପିନ୍ଧିବ ଶୁକ୍ଳ ବସନ ତଦନ୍ତେ ଗୃହକୁ ଆସିବ ଦ୍ୱାଦଶ ତିଳକ କରିବ କରିବ ନାମ ସୁମରଣ ଶୁଣିବ ବିଷ୍ଣୁର ପୁରାଣ ଦେଖିବ ଦେବାଳୟ ମାନ ଦେବତା କରିବ ଦର୍ଶନ ଶିବଙ୍କୁ ଦର୍ଶନ କରି ଅତିଥି ସେବା ବେଗେ ସାରି ସଂକଳ୍ପ କରି ନରୋତ୍ତମ ଶୁଣିବ ବୈଶାଖ ମହାତ୍ମ୍ୟ ବିପ୍ରଙ୍କୁ ବରଣ କରିବ ଦକ୍ଷିଣା ଅନ୍ନ ବସ୍ତ୍ର ଦେବ ହବିଷ୍ୟ ପଥେ ଯେତେ ଦ୍ରବ୍ୟ ଆଜହୁଁ ଯତ୍ନେ ସଞ୍ଚଥବ ହବିଷ୍ୟ ଧାନ ଯେ ଶୁକଳ ଭଞ୍ଜିବ ନାନା ଶୁଦ୍ଧ ଫଳ ଗୋରସ ଦଧି ଗୁଆ ଘୃତ ମଧୁ ସାକର ଏ ବିଦିତ ଯେତେକ କହିଲି ବିଚାରି ସେ କଥା ଶୁଣ ଦଣ୍ଡଧାରୀ ବାଢ଼ିବ ହବିଷ୍ୟ ଦ୍ରବ୍ୟକୁ ନୈବେଦ୍ୟ ଦେବ ମାଧବକୁ ଭୋଜନ ସାରି ଆଚମନ ଗୋବାକ କରିବ ଭକ୍ଷଣ ତୁଳସୀ ଅଶ୍ୱତ୍ଥ ମୂଳରେ
ପ୍ରଦୀପ ଦେବ ଯେ ଘୃତରେ ତଦନ୍ତେ ନାମ ସୁମରଣ କରିବ ବିଷ୍ଣୁ ଭକ୍ତ ଗଣ ମିଥ୍ୟା ବଚନ ନ କହିବ ତୈଳ ଗ୍ରହଣ ନ କରିବ ନ କରି ସ୍ତ୍ରୀଙ୍କି ସ୍ପର୍ଶନ କୋଶକମଳ ତୃଣାସନ ବୈଶାଖ ପୂର୍ଣ୍ଣମୀ ପର୍ଯ୍ୟନ୍ତେ ବ୍ରତ କରିବ ବିଷ୍ଣୁ ପ୍ରୀତେ ଏ ରୂପେ ଚାନ୍ଦ୍ରାୟଣ ମତ କରିବ ବୈଶାଖ ବ୍ରତ ଏବେ ହେ ରବି ମତ କହି ଶୁଣ ରାଜନ ମନ ଦେଇ ବୈଶାଖ ମାସ ଆଦ୍ୟ ଦିନ ହୁଅଇ ରବି ସଂକ୍ରମଣ ସେଦିନ ପ୍ରଭାତ ଉଠିବ ବୈଶାଖ ସ୍ନାନକୁ କରିବ ସମସ୍ତ ନିରାମିଷ ଦ୍ରବ୍ୟ ହବିଷ୍ୟ ବିଧାନ କରିବ ମାସ ସମ୍ପୂର୍ଣ୍ଣ ଯେଉଁ ଦିନ ହୋଇବ ଶୁଣତୁ ରାଜନ କ୍ଷୁଧାତୁ ସାର୍ଥ ଜନ ଆଣି ସମ୍ପୂର୍ଣ୍ଣ ଦେବ ପଣା ପାଣି ସେ ପୁଣ୍ୟ କ୍ଷୟ ହିଁ ନ ଯାଇ ଧରଣୀ ଯେତେ ଦିନ ଥାଇ ସେ ଜଳ ଦାନ ଦେଇ ଥାଇ ସେ ନର ସ୍ୱର୍ଗ ଭୋଗ ପାଇ ସୁବର୍ଣ୍ଣ ତିଳ ଦେଲେ ଦାନ ଜଳ ଫଳକୁ ନହେ ସମ ସ୍ୱର୍ଗର ଭୋଗ ଅନ୍ତେ ପୁଣି କ୍ଷେତ୍ରରେ ହୋଇ ନୃପମଣି ଐଶ୍ୱର୍ଯ୍ୟ ଭୋଗ ସେ କରଇ ଅନ୍ତେ ବସଇ ସ୍ୱର୍ଗେ ଯାଇ ସେ ଜନନୀ ଦାଘ କାଳରେ ସ୍ନାନ ନ କରେ ବୈଶାଖରେ ଯେ ନଦୀ ଜଳ ଦାନ ଛତ୍ର ଉପାନ ଆଦି ବ୍ୟଞ୍ଜନ ସେମାନେ ମଲେ ପ୍ରେତ ହନ୍ତି କହିଅଛନ୍ତି ଲକ୍ଷ୍ମୀପତି ଯେ କରେ ନିତ୍ୟ ଦାନ କେତେ କହିବି ତାର ଗୁଣ ସେ ଜନ ସ୍ୱର୍ଗ ଭୋଗ ପାଇ ଅନ୍ତେ ଅଚ୍ୟୁତ ପୁରେ ଯାଇ ସ୍ୱର୍ଗର ଭୋଗ ଅନ୍ତେ ପୁଣ ସେ ଜନ ହୁଅଇ ବ୍ରାହ୍ମଣ କ୍ଷିତିରେ ପଣ୍ଡିତ ବୋଲାଇ କୁବେର ସମଧନ ପାଇ ପୁଣିଲ ଭଇ ସ୍ୱର୍ଗବାସ କହିଲେ କମଳା ବିଳାସ ସହସ୍ରେ ପୁରୁଷ ତାହାର ବସଇ ବୈକୁଣ୍ଠପୁର ବୈଶାଖେ ବସ୍ତ୍ର ଯେ ଦିଅଇ ବସନ୍ତି ବିଷ୍ଣୁପୁରେ ଯାଇ ଉତ୍ତମ ବସ୍ତ୍ର ଆଭରଣ ଦିଅନ୍ତି ତାକୁ ଦେବଗଣ ଅପୂଜା ଲିଙ୍ଗକୁ ମଣ୍ଡପ କରି ପୂଜଇ ଯେଉଁ ଲୋକ ତା ଧର୍ମ କହୁଁ ନ ସରଇ ଅନ୍ତେ ସେ ବୈକୁଣ୍ଠେ ବସଇ ବୈକୁଣ୍ଠ ଭୋଗ ଅନ୍ତେ ପୁଣି ସେ ଜନ୍ମଇ ଧରଣୀ ଉତ୍ତମ ଅଟ୍ଟାଳିକା ପୁର ଲଭଇ ଶୁଣ ନରେଶ୍ୱର ସୁବର୍ଣ୍ଣ ଦାନ ଯେ ଦିଅଇ ସେ ଚତୁର୍ବର୍ଗ ଫଳ ପାଇ ଜନ୍ମ ହୋଇ ରାଜା ଘରେ ଅନେକ ସୁଖ ଭୋଗ କରେ ଦଗ୍ଧ କାଞ୍ଚନ ପ୍ରାୟ ଦେହ ସଂସାରେ ଲଭଇ ଅଭୟ ଯେ ସ୍ନାନ କରେ ବୈଶାଖରେ ଅକ୍ଷୟ ସ୍ୱର୍ଗ ଭୋଗ କରେ ପୁଣି ଲଭଇ ମର୍ତ୍ତ୍ୟପୁରୀ
କାଞ୍ଚନ ପ୍ରାୟ ଦେହ ଧରି ଏ ଅଧ୍ୟା ପଢ଼ି ଯେ ଶୁଣଇ ବୈଶାଖେ ସ୍ନାନ ଫଳ ପାଇ ଦ୍ୱିତୀୟ ଅଧ୍ୟା ହେଲା ଶେଷ ଭଣଇ ରାମଚନ୍ଦ୍ର ଦାସ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ये ନାରଦ ଅମ୍ବରୀଶ ସମ୍ବାଦେ ଦାନ ଧର୍ମ ନିର୍ଣ୍ଣୟେ ନାମ ଦ୍ୱିତୀୟ ଅଧ୍ୟାୟ। ତୃତୀୟ ଅଧ୍ୟାୟ ରାଜବାଚ। ଏହନ୍ତେ ଅମ୍ବରୀଶ ରାୟ ନାରଦେ କରିଣ ବିନୟ ବୋଇଲେ ଶୁଣ ମହାମୁନି କହ ସଦୟ ଭାବ ଘେନି କେଉଁ ଦେବତା ପୂଜି ନର ବସଇ ବୈକୁଣ୍ଠପୁର। ନାରଦ ବାଚ ଶୁଣ ରାଜନ ମନ ଦେଇ ବ୍ରହ୍ମାମ ଆଗେ ଛନ୍ତି କହି ସବୁ ବିଷ୍ଣୁ ପୂଜା ଶ୍ରେଷ୍ଠ ସକଳ ପୂଜାରେ ଗରିଷ୍ଠ ସେ ପୂଜା କରିପାର ଯେବେ ତୋତେ କହିବାକୁ ଯେତେବେ ନିର୍ମଳ ସ୍ଥାନକୁ ଦେଖିବ ଦେଉଳ ମଣ୍ଡପ ତୋଳିବ ବିଷ୍ଣୁ ପ୍ରତିମା ସିଂହାସନେ ସ୍ଥାପିବ ଅତି ଶୁଦ୍ଧ ମନେ ବେଦ ବିଦ୍ୟାରେ ପରିପୂର୍ଣ୍ଣ ହୋଇଣ ଥିବ ଯେ ବ୍ରାହ୍ମଣ ତାହାଙ୍କୁ ଅନ୍ନ ବସ୍ତ୍ର ଦେବ ପୂଜାରେ ନିଯୋଗ କରିବ କରି ଷୋଡ଼ଶ ଉପଚାର ପୂଜିବ ବିଷ୍ଣୁଙ୍କ ପୟର ତୁଳସୀ ଗନ୍ଧ ପୁଷ୍ପ ଦୀପ ନାନାଦି ନୈବେଦ୍ୟ ଧୂପ ଛତ୍ର ଚାମର ଚନ୍ଦ୍ରାତପ ନାନା ବାଦ୍ୟ ଗୀତ ଆଳାପ ଗୋମୟ ଘେନିଣ ମାର୍ଜନ କରୁ ଯେ ଥିବ ପ୍ରତିଦିନ ସେ ଗାଭୀ ମାନଙ୍କର କ୍ଷୀର ନୈବେଦ୍ୟ ଦେବ ବିଷ୍ଣୁ ଠାର ଗାଭୀଶ୍ରୁତ କି ହୋଇଥିବ ତା ଦୁଧ ବିଷ୍ଣୁଙ୍କୁ ନ ଦେବ ଯେ ଗାଭୀ ମୃତ ବଛା ହୋଇ ତା ଦୁଧ ଶୁଦ୍ଧ ଯେନୁ ହୋଇ ଅଶୁଚି ଦ୍ରବ୍ୟ ଯେବେ ଥିବ କେବେ ବିଷ୍ଣୁଙ୍କୁ ନ ଦେବ ବୈଶାଖ ମାସ ଆଦ୍ୟ ଦିନ କରିବ ପଞ୍ଚାମୃତେ ସ୍ନାନ ବିଷ୍ଣୁଙ୍କୁ ନୈବେଦ୍ୟ ଦେଇ କୋଟିଏ କୁଳ ଉଦ୍ଧାରଇ ଯେ ଶିଳା ଶାଳ ଗ୍ରାମ ଥୋଇ ବୈଶାଖେ
करे जल साई जेहु बैशाख स्नान करी बसई बैकुंठपुरी मग्न करई गंगा जले प्रदान गंध पुष्प फले श्री अंगे चंदन लेपन जतने करे जेउ जना सेहु गंधर्व जन्म होई बैकुंठ पुरे बिहरई से ढाळे आलोट चामर बसई बैकुंठपुर विष्णुर भवन मंडन नित्य करंती जेउ जना से नर बैकुंठ पाई दिव्य मंदिरे बिहरई फूल छांचुणी घेनी कर जे झाड़ू करे विष्णु घर चंदन गोली छेरा देई से नर बैकुंठे बसई विष्णुर मंदिरे बसीण स्तुति करई सन्निधेण जेहु करई मंत्र जप हरई कोटि जन्म पाप जे गुआ घृतरे जागर दियंती विष्णुर मंदिर ताकुल उज्ज्वल हुई से विष्णु भवने बसई धवल छत्र विष्णु घरे जे दिए बैशाख मासरे से राज कूले जात होई बैकुंठ भोग को करई चंपा बकुल फूल माल बैशाखे देले विष्णु थाल से नर बैकुंठे बसई अक्षय भोग से भुंजई विष्णु को नाना अलंकार देई पूजई जेउ नर से नर स्वर्ग भोग पाई कुबेर समान हुई कर्पूर मिसाई तांबूल विष्णु को दियई जे नर से नर मुकतिल भई अन्ते अच्युतपुरे जाई एमंत नाना धर्म मत स्कंध पुराण रे उकत जेहा बैशाखे करई से कोटि कूल उद्धारई बैकुंठ भोगर
ଅନ୍ତରେ ପୁଣି ଜନ୍ମଇ ରାଜା ଘରେ। ବୈଶାଖ ମହାତ୍ମ୍ୟ ରସ ଭାବେ ଭଣିଲେ ରାମଦାସ। ତୃତୀୟ ଅଧ୍ୟାୟ ସମାପତ ଯେ ନର ପଢ଼େ ସେ ପଣ୍ଡିତ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ये ନାରଦ ଅମ୍ବରୀଶ ସମ୍ବାଦେ ନାମ ତୃତୀୟ ଅଧ୍ୟାୟ। ଚତୁର୍ଥ ଅଧ୍ୟାୟ ରାଜବାଚ। ବୋଇଲେ ରାଜା ଅମ୍ବରୀଶ ଶୁଣି ମା ବ୍ରହ୍ମାଙ୍କର ଶିଷ୍ୟ। ବ୍ରହ୍ମାଙ୍କ ଆଗେ ନାରାୟଣ ଯେ ଧର୍ମ କଲେ କବଖାଣ। ସେ ଧର୍ମ ମୋର ଆଗେ କହ ତା ଶୁଣି ଫିଟୁ ମୋ ସନ୍ଦେହ। ବୈଶାଖ ମାସ ଧର୍ମ ଫଳ ମୋ ଆଗେ କହ ତପଶୀଳ। ନାରଦ ବାଚ ସେ ଧର୍ମ ଶୁଣ ନୃପନିଧି କହିବା ହବିଷ୍ୟର ବିଧି। କାଂସ୍ୟ ପାତ୍ରରେ ନ ଭୁଞ୍ଜିବ ଦିବସ ନିଦ୍ରାହୀନ ଯିବ। ପଲାଶ ପତ୍ରକୁ ଆଣିବ ଦିବସ ନିଦ୍ରାହୀନ ଯିବ। ତୀର୍ଥ ଜଳରେ କଲେ ସ୍ନାନ ହୁଅଇ ଲକ୍ଷ ଗୁଣ ପୁଣ୍ୟ। ନଦୀରେ ସହସ୍ର ଗୁଣେ ହୋଇ ତା ପୁଣ୍ୟ କହି ନ ସରଇ। ଯେ କରେ ପୁଷ୍କରିଣୀ ସ୍ନାନ ଲଭଇ ଶତ ଗୁଣେ ପୁଣ୍ୟ। ଯେ ପାପୀ କୂପ ତଡ଼ାଗରେ ବୈଶାଖ ମାସେ ସ୍ନାନ କରେ ଲଭଇ ଶତ ଗୁଣେ ପୁଣ୍ୟ। ବସଇ ବୈକୁଣ୍ଠ ଧାମ ସମୁଦ୍ରେ ସ୍ନାନ ଯେ କରଇ ତା ପୁଣ୍ୟ କହି ନ ସରଇ। ଜନ୍ମିଣ ଚଣ୍ଡାଳର ଘରେ ଯେ ବୈଶାଖେ ସ୍ନାନ କରେ। ଚଣ୍ଡାଳ ଜନ୍ମରୁ ସତରେ ବୈକୁଣ୍ଠେ ଦିବ୍ୟ ଭୋଗ କରେ। ଉତ୍ତମ କୂଳେ ଜନ୍ମ ପାଇ ବୈଶାଖେ ସ୍ନାନ ନ କରଇ। ସେ ମଲେ ପ୍ରେତ ରୂପ ହୋଇ ନରକ ଗତି କି ଲଭଇ। ମାସରେ ବୈଶାଖ ଶ୍ରେଷ୍ଠ ଦାନର ଅନ୍ନ ଯେ ଗରିଷ୍ଠ। ଯେ ଅନ୍ନ ଦାନ ନିତେ ଦେଇ ତା ପୁଣ୍ୟ କହି ନ ସରଇ। ସେ ଅନ୍ନ ଦାନର ମହିମା ଶୁଣ ହୋ ନୃପତି ଚନ୍ଦ୍ରମା। ତୁମ୍ଭେ ତା ଏକ ମନେ ଶୁଣ କହିବା ଅନ୍ନ ଦାନ ଗୁଣ। ଅନେକ କାଳର ଏ କଥା ଯେ ସତ୍ୟ ଯୁଗର ବ୍ୟବସ୍ଥା। ଏମନ୍ତ ସୌରାଷ୍ଟ୍ର ଦେଶରେ ଥିଲା ଯେ ଏକ ବିପ୍ରବରେ। ନାମ ତାହାର ହରି ଶର୍ମା ଅତି କୃପଣ ଦୁରାତ୍ମା। କୁବେର ସମ ବିପ୍ରବର ଧର୍ମରେ ନାହିଁ ତା ବିଚାର। ଧାନ୍ୟ ତାହାର ଥାଇ ଯେତେ ସଂକ୍ଷେପୀ କହିବା ତା କେତେ। ଗୋରୁ ମହିଷ ଅଷ୍ଟରତ୍ନ ଘରେ ତା ରଖି ଅଛି ରତ୍ନ। ନିତ୍ୟ ସେ ବିଷ୍ଣୁଙ୍କୁ ପୂଜଇ ଫୁଲ ଚନ୍ଦନ ଧୂପ ଦେଇ। ଅଷ୍ଟରତନ ଅଳଙ୍କାରେ
ମୁଣ୍ଡଇ ବିଷ୍ଣୁଙ୍କ ଦେହରେ ନୈବେଦ୍ୟ ଦିନେ ସେ ନ ଦେଲା, ବିଅର୍ଥେ ଯତନେ ପୂଜିଲା। କ୍ଷୁଧା ତୃଷାଦି ହୋଇ ନରେ, ମିଳନ୍ତି ସେ ବ୍ରାହ୍ମଣ ଦ୍ୱାରେ। ଦାଣ୍ଡ ଦୁଆରେ ବସିଥାଇ ମାରିଣ ଘଉଡ଼ି ଦିଅଇ, ଯୋଗୀ ଯେ ଅତିଥି ସନ୍ନ୍ୟାସୀ, ଭିକ୍ଷା ଯେ ମାଗିବାକୁ ଆସି। ଦ୍ୱାରେ ଜଗିଣ ବସିଥାଇ ମାରିଣ ଘଉଡ଼ି ଦିଅଇ, ଘରର କୁଟୁମ୍ବକୁ ଅନ୍ନ ସୁସ୍ଥେ ନ ଦିଅଇ ବ୍ରାହ୍ମଣ। ଆପଣେ ସୁସ୍ଥେ ନ ଭୁଞ୍ଜଇ, ଆତ୍ମାକୁ ଦଗ୍ଧ କରିଥାଇ। ଧନ ଯେ କରଇ ସଞ୍ଚିତ, ଯେ ସନେ ମଧୁ ମଧୁ ବ୍ରତ। ରାତ୍ର ହୋଇଲେ ଦ୍ୱିଜବର, ଏକଇ ଯଷ୍ଟି ଘେନି କର। ମୂଷାଙ୍କୁ ମାରି ଘଉଡ଼ାଇ, ତା ଘରେ ନ ପାରନ୍ତି ରହି। ଏମନ୍ତ କେତେକ ଦିନର, ସେ ହରି ଶର୍ମା ବିପ୍ରବର। ମରଣ କାଳ ଯହୁଁ ହେଲା, କ୍ଲେଶ ତା ଅଙ୍ଗେ ଆବୋରିଲା। ଭୋକରେ ହନ୍ତ ସନ୍ତ ହୋଇ, କିଛି ସେ ନ ପାରିଲା ଖାଇ। କ୍ଷୁଧା ତୃଷାରେ ସେ ବ୍ରାହ୍ମଣ, ଅନେକ ଆକୁଳ ହୋଇଣ। ଛାଡ଼ିଲା ନିଜ କଳେବର, ତାହାକୁ ନେଲେ ବିଷ୍ଣୁପୁର। ଉତ୍ତମ ଆସନରେ ନେଇ, ବୈକୁଣ୍ଠ ଭୁବନେ ବସାଇ। ଅନେକ ଅଳଙ୍କାର ଦେଲେ, ଗନ୍ଧ ପୁଷ୍ପରେ ପୂଜା କଲେ। ନ ଦେଲେ ଭୁଞ୍ଜିବାକୁ କିଛି, ବ୍ରାହ୍ମଣ ଆକୁଳ ହେଉଛି। ଉତ୍ତମ ଅନ୍ନ ଫଳମାନ, ରହିଛି ପର୍ବତ ସମାନ। ବ୍ରାହ୍ମଣ କ୍ଷୁଧା ତୃଷା ପାଇ, ଆତଙ୍କ ହୋଇଣ ମାଗଇ। ବୋଲଇ ଦିଅ ମୋତେ ଅନ୍ନ, ବିକଳ ହେଉଅଛି ପ୍ରାଣ। ତା ଶୁଣି ଗନ୍ଧର୍ବେ କହନ୍ତି, ଶୁଣ ତୁ ବିପ୍ର ମୂଢ଼ମତି। ଦେଇଣ ନାହୁଁ ଅନ୍ନଦାନ, କ୍ଷୁଧାର୍ଥ ଜନେ ଜଳପାନ। ବ୍ରାହ୍ମଣ ମୁଖେ ଦେଇନାହୁଁ, ଏଠାରୁ ପାଇବୁ ତୁ କାହୁଁ। ଯେବେ ବିଷ୍ଣୁଙ୍କୁ ଦେଇଥାନ୍ତୁ, ଏଠାରେ ନିଶ୍ଚେ ତୁ ଭୁଞ୍ଜନ୍ତୁ। ବ୍ରାହ୍ମଣ କୂଳେ ଜନ୍ମିଥିଲୁ, ଅଗ୍ନିରେ ହୋମ ତୁ ନ କଲୁ। ଦେଇଥିଲେ ତୁ ଅଗ୍ନି ମୁଖେ, ଏଠାରେ ପାଇଥାନ୍ତୁ ସୁଖେ। ଯେବେ ତୁ ଭିକ୍ଷା ଦେଇଥାନ୍ତୁ, ଏଠାରେ ନ ମାଗୁ ପାନ୍ତୁ। ନିଷ୍ଠୁର ଅଟ ଇଏ ପୁର, ନ ଦେଲେ ନ ପାନ୍ତି ଏଠାର। ସଞ୍ଚିଣ ଥିଲୁ ଯେତେ ଧନ, ନ ଦେଲୁ ଲୋଭ ପଣେ ଦାନ। ଯେ ଦାନ ନିତ୍ୟ ଦେଉଥାଇ, ତାଠାରୁ ଦାନ ଆଣୁ ତୁହି। ତୁ ଦିନେ ଦେଇ ନାହୁଁ ଦାନ, କାହୁଁ ପାଇବୁ ଏବେ ଅନ୍ନ। ଦିନେ ତୁ ପାଣି ପଣା ଦାନ,
ନଦେଲୁ ତୁ ସାର୍ଥ ମୁଖେଣ ଏଠାରେ ପାଇବୁ ତୁ କାହିଁ ଦିନେ କାହାକୁ ଦେଲୁ ନାହିଁ। ଜୀବନ ହତ୍ୟା କଲୁ ଯେତେ ସେ ଦୋଷ ନ ଲାଗିବ ତୋତେ ନଦେଲୁ ପାଇବୁ ତୁ କିସ ଖାଅ ତୁ ଦେହରୁ ତୋ ମାଂସ ନହୁରୁଣିରେ କାଟି ଦିଅ ତୃଷା ଲାଗିଲେ ରକ୍ତ ପିଅ ଏମନ୍ତ ଗନ୍ଧର୍ବ ବଚନ ଶୁଣି ହରି ଶର୍ମା ମୌନ କ୍ଷୁଧା ଜଠରରେ ଅନଳ ଜଳନ୍ତେ ହୁଅ ବିକଳ ଏମନ୍ତେ କେତେ ଦିନ ଗଲା ବ୍ରାହ୍ମଣ ଆରତ ହୋଇଲା ତାହାର ବିକଳ ଜାଣିଣ ବିଜୟ କଲେ ନାରାୟଣ ବୋଇଲେ ତ ପୁତ୍ର ଜୁଆଇଁ ସପନ ଦେଖା ତୁହି ଭୁଞ୍ଜାଇ ବିପ୍ର ବୈଷ୍ଣବେ ତୋ ପ୍ରୀତି ଅର୍ଥେ ଦାନ ଦେବେ ତୋତେ ସେ ପ୍ରାପତ ହୋଇବ ତୋ କ୍ଷୁଧା ତୃଷା ଶାନ୍ତ ହେବ ଏମନ୍ତ କହି ନାରାୟଣ ଚଳିଲେ ଲକ୍ଷ୍ମୀର ଭୁବନ ସେହି ନିଶାରେ ବିପ୍ର ଯାଇ ପୁତ୍ରକୁ ସପନ ଦେଖାଇ ବୋଇଲା ଶୁଣ ଆରେ ସୁତ ଏ ଧନ ସଞ୍ଚିବା ବ୍ୟର୍ଥ ମୁହିଁ ନ ଦେଲି ଅନ୍ନଦାନ ଗଲି ଯେ ବୈକୁଣ୍ଠ ଭୁବନ କ୍ଷୁଧା ତୃଷାରେ ଆର୍ତ୍ତ ହୋଇ ପଡ଼ିଛି ବୈକୁଣ୍ଠେ ମୋହି ପାରିଲେ ଅନ୍ନଦାନ ଦିଅ ତୋ ସତୁ କର ମୋର ଦେହ ଏମନ୍ତେ ସପନ ଦେଖାଇ ବ୍ରାହ୍ମଣ ଗଲା କପଳାଇ ପୁତ୍ର ନିଦ୍ରାରେ ଶୋଇଥିଲା ତକ୍ଷଣେ ଚେତିଣ ଉଠିଲା ଶୀଘ୍ରେ ସେ ମାତାଙ୍କୁ ଡକାଇ ସ୍ୱପ୍ନର କଥା ମାନ କହି ରଜନୀ ହୋଇଲା ପ୍ରଭାତ ବ୍ରାହ୍ମଣ ଡକାଇ ତୁରିତ ବହୁତ ହେଲା ଅନ୍ନଦାନ ତୋଷିଲା ବିପ୍ରଙ୍କର ମନ ବ୍ରାହ୍ମଣ ହୋଇଲେ ସନ୍ତୋଷ ଦେଲେ ସେ କଲ୍ୟାଣ ବିଶେଷ ତକ୍ଷଣେ ଅମୃତ ଭୋଜନ ସ୍ୱର୍ଗରେ ଭୁଞ୍ଜିଲା ବ୍ରାହ୍ମଣ ଶୁଣ ତୁ ରାଜା ଅମ୍ବରୀଶ ବୈଶାଖ ମହାତ୍ମ୍ୟ ଏ ରସ ଏକଥା ପେ ନାରାୟଣ ମୁଁ ଏହା ବ୍ରହ୍ମା ମୁଖ ଶୁଣି ତୋତେ କହିଲି ନୃପମଣି ସ୍କନ୍ଧ ପୁରାଣେ ଭକତ ଶ୍ରୀରାମ ଦାସ करे गीत। इति श्री स्कंध पुराणे वैशाख महात्म्य नारद अम्बरीश विष्णु शर्मा ब्राह्मण प्रसंगे नाम चतुर्थ अध्याय। पंचम अध्याय। अम्बरीश उवाच नारद आगे अम्बरीश पूछिले ज्ञान उपदेश भोमुनि ब्राह्मण नंदन कहिले अन्न दान धर्म ए अन्न काहू जे जन्मिला तेऊ महात्मा एहा कला। नारद वाच शुण
ପୂର୍ବ ଚରିତ ତୋତେ କହି କଳ୍ପାନ୍ତେ ଦେବ ନାରାୟଣ ଜଗତ ସଂହାରି ଗର୍ଭେଣ ଶୋଇଲେ ପ୍ରଳୟ ଜଳରେ ଏମନ୍ତେ କେତେକ କାଳରେ ସେ ଯୋଗ ମାୟା ଜାଣିଥିଲେ ନିଦ୍ରାରୁ ପ୍ରଭୁଙ୍କୁ ତୋଳିଲେ ଉତ୍ସାହ ମନକୁ ସେ କଲେ ପୁଣି ପୃଥିବୀ ସରଜିଲେ ନାଭିରେ ହେମ ପୁଷ୍ପଜାତ ପଦ୍ମରୁ ବିଧାତା ସମ୍ଭୂତ ସେ ବ୍ରହ୍ମା 14 ଭୁବନ ଆଜ୍ଞାରେ କଲେ କସର୍ଜନ ଦେବତା ଗଣ ଭିଆଇଲେ ଯାହାକୁ ଯେଉଁ ଠାବ ଦେଲେ ବିରାଟ ପୁରୁଷ ଉତ୍ତମ ମୁଖରୁ ବେଦ ଉତ୍ତପନ ସେ ବେଦ ବ୍ରହ୍ମା ହସ୍ତେ ଦେଲେ ତା ଘେନି ପୃଥିବୀ ସର୍ଜିଲେ ଋଷିଙ୍କୁ କରି ଉତ୍ତପନ ତାହାଙ୍କୁ ଦେଲେ ବର୍ଣ୍ଣାଶ୍ରମ ମାନବ ଆଦି ପଶୁ ପକ୍ଷୀ ସଂସାର ଭାବକୁ ନିରେଖି ସକଳ କଲେ କଭିଆଣ ଦେହରେ ରଖିଣ ତ୍ରିଗୁଣ କଳପ ପୁରୁଷକୁ ଜାତ କଲେ ସର୍ଜନା ଅର୍ଥେ ତତ୍ତ୍ୱ କ୍ଷଣ ମୁହୂର୍ତ୍ତ ଦଣ୍ଡଲିତା ସର୍ଜନା କଲେ କବିଧାତା 60 ଦଣ୍ଡରେ ଦିବସ 30 ଦିନେ କଲେ ମାସ ବରଷ 12 ମାସେ କରି ଏ ବିଧି ଯୋଗ ଅନୁସରି 12 ମାସର 16 ଋତୁ ଯଥା ବିଭାଗେ କଲେ ହେତୁ ହିମାଦି ଶିଶିର ବସନ୍ତ ଗ୍ରୀଷ୍ମ ବରଷା ଶରତ ପୃଥିବୀ ପାଳନ ନିମନ୍ତେ ଆଜ୍ଞା ଯେ ଦେଲେ ଭାଗ୍ୟ ବସେ ଇନ୍ଦ୍ରକୁ ଦେବ ରାଜ କଲେ ସ୍ୱର୍ଗରେ ତାକୁ ବସାଇଲେ ବୋଇଲେ ବରଷି ବୁବାରି ସୁସ୍ଥେ ବଞ୍ଚିବେ 3 ପୁରୀ ପାତାଳେ ରହିଲେ ଅନନ୍ତ ପୃଥିବୀ ଧରି ତିଳ ମାତ୍ର ମରୁତ ଦେବ ତାଙ୍କୁ ରାଇ ଆଜ୍ଞା ଯେ ଦେଲେ ଭାବଗ୍ରାହୀ ମଧୁର ବହି ପବନ ସୁସ୍ଥ ହୋଇବ ତ୍ରିଭୁବନ ଭଣ୍ଡାର ଧନ କୁବେରକୁ ଦେଲେ ଲୋକଙ୍କୁ ପାଳିବାକୁ କରୁଣ ଦେବ ତାକୁ ରାଇ ଜଳ ଭଣ୍ଡାର ତାକୁ ଦେଇ ସୁସ୍ଥେ ପାଳିବୁ ତ୍ରିଭୁବନ ଜୀବ ଧରିବେ ସର୍ବଜନ ସୁସ୍ଥ ହୋଇବେ ଜଳ ଖାଇ ଏମନ୍ତ ପ୍ରଭୁ ଆଜ୍ଞା ପାଇ ଚନ୍ଦ୍ର ସୂର୍ଯ୍ୟ ହିଁ ସେ ଆଜ୍ଞାରେ ଉଦୟ ହୋଇଲେ ଆକାଶରେ ରାଜ୍ୟକୁ ପାଳିବା ନିମିତ୍ତ ସେବେନି ହୁଅନ୍ତି ଗତାଗତ ଅନଳ ଦେବ ତାଙ୍କୁ କହି ପାତାଳେ ତ୍ରିଭୁବନ ମୋହି ଯମକୁ ଆସନେ ବସାଇ ବୁଝ ତୁ ପାପ ପୁଣ୍ୟ ଦୁଇ ବିଷ୍ଣୁ ହର ଯେ ପ୍ରଜାପତି
ଏହାଙ୍କୁରାଇ ଦାଶରଥୀ ବୋଇଲେ ତୁମ୍ଭେ ତିନି ଜଣ ସଂସାର କରିବ ପାଳନ 33 କୋଟି ଦେବଗଣ ସବୁ ଶ୍ରେଷ୍ଠ ନାରାୟଣ ନିଦ୍ରାବତୀଙ୍କି ଆଜ୍ଞା ଦେଇ ସର୍ବଚକ୍ଷୁରେ ଧାର ତୁହି ପ୍ରାଣୀମାନେ କଲେ ଶୟନ ଘାରିବୁ ତାହାଙ୍କ ନୟନ ଏମନ୍ତ ବିରାଟ ପୁରୁଷ କହିଣ ଜ୍ଞାନ ଉପଦେଶ ସେ ନିରାକାର ନାରାୟଣ ବସିଲେ ନିରାଲମ୍ବ ସ୍ଥାନ ସମର୍ପି ପ୍ରତି ନାରାୟଣ ଏ ସର୍ବ ବୁଝ ତୁ ଆପଣ ସେ ନାରାୟଣ ଏ ସଂସାର ସର୍ଜିଲେ ବହୁତ ପ୍ରକାର ସଂସାର ମଧ୍ୟେ ନାରାୟଣ ରଚନା କଲେ ପ୍ରଜାଗଣ ତ୍ରିଗୁଣେ କଲେ କଜଡ଼ିତ କେବା ଦୁରାତ୍ମା କେବା ସନ୍ଥ କେତହିଁ କଣା କୁବ୍ଜା କେହି ଅନ୍ଧ ବଧିର ଛୋଟା ହୋଇ କେତହିଁ ହୁଏ ମହାଜନ କେବା ଦରିଦ୍ର କେବା ହୀନ କେତହିଁ ସାଧୁ ଗୁଣ ଧରି କେତହିଁ ଖାଏ ଚୋରି କରି ବ୍ରହ୍ମ କ୍ଷତ୍ରିୟ ବୈଶ୍ୟ ଶୂଦ୍ରେ ଶ୍ରେଷ୍ଠ ପଚାରି ଜାତି ମଧ୍ୟେ ବ୍ରାହ୍ମଣ ବୋଲି ନ ଜାଣିବ ତାହାଙ୍କ ପାଦକୁ ପୂଜିବ 36 ପାଟକ ମଧ୍ୟରେ ଯେ ବିପ୍ରପାଦ ପୂଜା କରେ ସେ ବିଷ୍ଣୁ ପୂଜା ଫଳ ପାଇ ଅନ୍ତେ ଅଚ୍ୟୁତ ପୁରେ ଯାଇ ତାହାକୁ ନ ଦଣ୍ଡଇ ଯମ କହନ୍ତି ପୁରୁଷ ଉତ୍ତମ ସେ ବିପ୍ର ହସ୍ତେ ଦାନ ଦେଇ ସେ ପାଦ ଧୌତ କରଇ ସ୍ୱର୍ଗେ ବସଇ ତାର ଗୋତ୍ର କହିଅଛନ୍ତି ଲକ୍ଷ୍ମୀକାନ୍ତ ଅନେକ ଶସ୍ୟ ଭିଆଇଲେ ସବୁ ଶ୍ରେଷ୍ଠ ଧାନ୍ୟ କଲେ ଅନ୍ନ ଭୁଞ୍ଜିଣ ସୁସ୍ଥ ହେବେ ଦେବତା ବ୍ରାହ୍ମଣ ତୋଷିବେ ବୈଶାଖ ମାସେ ନାନା ଦାନ ବିପ୍ରଙ୍କୁ ଦିଏ ଯେଉଁ ଜନ ତୀର୍ଥରେ ସ୍ନାନ ଯେ କରଇ ସେ ଜନ ବୈକୁଣ୍ଠେ ବସଇ ଏ ସୃଷ୍ଟି ସର୍ଜନ ବିଶେଷ ତୋତେ କହିଲି ଅମ୍ବରୀଶ ବୈଶାଖ ମହାତ୍ମ୍ୟ ଏ ବାଣୀ ଗୀତେ ପାମର ରାମ ଭଣୀ ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ये ନାରଦ ଅମ୍ବରୀଶ ସମ୍ବାଦେ ପୃଥ୍ୱୀ ସର୍ଜନା କଥନେ ନାମ ପଞ୍ଚମ ଅଧ୍ୟାୟ। ଷଷ୍ଠ ଅଧ୍ୟାୟ ରାଜବାଚ ଭୂମୁନି ବ୍ରହ୍ମାଙ୍କ କୁମର ମୋତେ କହିଲ ଜ୍ଞାନ ସାର ଶୁଣି ମୋ ମନ ହେଲା ତୋଷ ପାଇଣ ତୁମ୍ଭ ଉପଦେଶ ବୈଶାଖ ମାସେ ଜଳ ଦାନ ଦେଲେ ହୁଅଇ କେତେ ପୁଣ୍ୟ ରାଜା ବଚନେ ମୁନି କହି ଶୁଣ ତୁ ଏକ ମନ ହୋଇ ପୂର୍ବେ ଇକ୍ଷ୍ୱାକୁ ବଂଶେ ଜାତ
ଧର୍ମାଗ ନାମେ ନରନାଥ ଗୃହ ଗୋଧିକା ହେଲା ଯେଣୁ ସେ କଥା କହିବା ତା ତେଣୁ ଯେ ଇତିହାସର ଚରିତ ତୋତେ କହିବା ନରନାଥ ଧର୍ମାଗ ନାମେ ମହାରାଜା ସର୍ବେ କରନ୍ତି ତାକୁ ପୂଜା ସୈନ୍ୟ ତାହାର ପ୍ରମିତ ଚିତ୍ତ ତାକେ କରିବ ଅନ୍ତ କୁବେର ନାମେ ସେ ରାଜନ ଭଣ୍ଡାରେ ଧନ ପରିପୂର୍ଣ୍ଣ ଅନେକ ଅଶ୍ୱଗଜରଥ ପଦାତିକେ କରିବ ଅନ୍ତ କ୍ଷତ୍ରିପଣକୁ ନାହିଁ ସମ ସଂଗ୍ରାମେ ଅଟେ ଯମ ସମ ଦାନିପଣରେ ନୃପବର ସମନୁ ହଇ ତିନି ପୁର ପ୍ରଭାତେ ରାଜା ଉଠି ନୀତି ବେଗେ ସାରଇ ରାଜନୀତି ଗୋରୁ କାଞ୍ଚନ ବସ୍ତ୍ର ଅନ୍ନ ଅସମହିଷ ଦାନ ଲକ୍ଷ ସଂଖ୍ୟାରେ ଗୋରୁ ଦାନ ହରସେ ଦେଲା ସେ ରାଜନ ଆବର ଦାନ ଦେଲା ଯେତେ ସଂକ୍ଷେପୀ କହିବା ତା କେତେ ବ୍ରହ୍ମା ସଞ୍ଚିତ ଯେତେ ଦ୍ରବ୍ୟ ସେ ରାଜା ଦାନ ଦେଲା ସର୍ବ ସେ ରାଜା ନ ଦେବାର ଦାନ ନାହିଁ ନା ଏତିନି ଭୁବନ ଏକାନ ଦେଲା ଜଳ ଦାନ ସେବାନ କଲା ସାଧୁ ଜନ ତୃଷାର୍ତ ଜଳେ ବୈଶାଖରେ ଜଳ ସେ ନ ଦେଲା କବାରେ ଉତ୍ତମ ପାତ୍ରେ ଜଳ ଦାନ ନ ଦେଲା ସେହି ନୃପରାଣ ଯେଣୁ ଅନେକ ଦାନ ଦେଲା ସେ ରାଜା ମନେ ଗର୍ବ କଲା ଏମନ୍ତେ କେତେ କାଳ ଅନ୍ତେ ଦେହ ଛାଡ଼ିଲା ନୃପନାଥେ ତାହାକୁ ଯମଦୂତେ ନେଲେ ଯମ ଛାମୁରେ ନେଇ ଦେଲେ ସମନ ତାହାକୁ ଦେଖିଲା ଚିତ୍ରଗୁପ୍ତଙ୍କୁ ପଚାରିଲା ବୋଇଲା ପାପ ପୁଣ୍ୟ କେତେ ମଞ୍ଚରେ କଲା ଏ ନୃପତେ ଯମର ଆଜ୍ଞାରେ କରଣ ବୁଝିଲେ ତାର ପାପ ପୁଣ୍ୟ ଅଶେଷ ପୁଣ୍ୟ ପାଞ୍ଜି ଚାହିଁ ବୋଇଲେ ଶୁଣି ମାଗୋ ସାଇଁ ଯେତେକ ଦଇବ ସର୍ଜନ ଏ ରାଜା ସବୁ କଲା ଦାନ ଲକ୍ଷ ସଂଖ୍ୟାରେ ଗୋରୁ ଦାନ କୋଟି ସଂଖ୍ୟାରେ ଯେ ସୁବର୍ଣ୍ଣ ଆବର ଦାନ ଦେଲା ଯେତେ ବିଚାରି କହିବା ତା କେତେ ଏକାନ ଦେଲା ଜଳ ଦାନ ନ କଲା ବୈଶାଖରେ ସ୍ନାନ କଥା କଥାଏ ମନ୍ଦ କଲା ମୁଦାନି ବୋଲି ନ ବୋଇଲା ଶୁଣି ବୋଲଇ ନାଶ କର ବ୍ୟର୍ଥକୁ ଗଲା ଧର୍ମ ତାର ଯେ ଦାନ ଦେଇଣକ ହୋଇ ତାହାର ଧର୍ମ ନାଶ ଯାଇ ଏ ପାପେ ତୀର୍ଯ୍ୟଙ୍କ ଜନିରେ ଜାତ କରାଓ ଏ ରାଜ୍ୟରେ ଏ ଅନ୍ତେ ହୋଇବ ମୁକତ ଏ ପୁଣି ହୋଇବ ନୃପନାଥ ଦଣ୍ଡ ନ ଦେଇଆକୁ ନିଅ ହୀନ ଜନିରେ ଜନ୍ମ ଦିଅ ତକ୍ଷଣେ ଯମଦୂତେ ନେଲେ ଚାତକ ଗର୍ଭେ ଜାତ କଲେ ଚାତକୀ ହେଲା ତିନି ଜନ୍ମ ତଦନ୍ତେ ପୁଣି ସେ ଭାଜନ ଗୁଧ୍ର ହୋଇଲା 5 ଜନ୍ମ ପୁଣି ସେ ସପ୍ତମରେ ଶ୍ୱାନ
ତଦନ୍ତେ ମିଥିଳା ଦେଶରେ ଜନ୍ମିଲା ଗୃହ ଗୋଧିକାରେ। ଗୃହ ଗୋଧିକା ସେ ହୋଇଲା ରାଜା ଓଳିରେ ବାସ କଲା। 88 ବରଷ ଯାଏ ଗୃହ ଗୋଧିକା ରୂପେ ହୁଏ। ଏମନ୍ତେ ସେ ରାଜା ଭୁବନେ ଆସି ମିଳିଲେ ବିପ୍ରଜନେ। ନାମ ତାହାଙ୍କ ସୁତ ଦେବ। ଦେବ ସମ୍ପୂର୍ଣ୍ଣ ତାଙ୍କ ଗର୍ଭ। ତାହାଙ୍କ ଆସନେ ବସାଇ ଆପଣେ ରାଜା ପାଦ ଧୋଇ। ପାଦ ଉଦକ ଘେନି ଶିରେ ସିଞ୍ଚିଲା ଅଷ୍ଟାଙ୍ଗ ଶରୀରେ। ତୋଳିଣ ସୁବର୍ଣ୍ଣ ପାତ୍ରରେ ସିଞ୍ଚିଲା କୁଟୁମ୍ବ ଉପରେ। ନୀଣ ସିଞ୍ଚିଲା ନବର ପଡ଼ିଲା ଗୃହ ଗୋଧିପର। ତତ୍କ୍ଷଣେ ଦିବ୍ୟ ଜ୍ଞାନ ହେଲା ପାପ ବିକାର ଛାଡ଼ିଗଲା। ଜାଣିଣ ପୂର୍ବ ଜନ୍ମ ଭାବ ଯେ ଗୃହ ଗୋଧି ଦେଲା ରାବ। ସେ ଗୃହ ଗୋଧି ରାବ ଶୁଣି ସେ ସୁତା ଦେବ ତାହା ଭଣି। ବୋଇଲେ କି କାରଣେ ରଟ କହ ହେ ନ କରିଣ ମଠ। ତା ଶୁଣି ଗୃହ ଗୋଧି ଭଣି ଶୁଣି ମା ହେଉ ବିପ୍ରମଣି। ପୂର୍ବେ ମୁଁ ଇକ୍ଷ୍ୱାକୁ ବଂଶରେ ଜନ୍ମ ହୋଇଲି ରାଜା ଘରେ। ଧର୍ମାଗ ନାମେ ରାଜା ହୋଇ ସୁସ୍ଥେ ମୁଁ ପାଳି ବଇ ମହି। ଲକ୍ଷ ସଂଖ୍ୟାରେ ଗୋରୁ ଦାନ ତିଳ କାଞ୍ଚନ ବସ୍ତ୍ର ନ। ସଂସାର ମଧ୍ୟେ ଅଛି ଯେତେ ଦାନ ମୁଁ ଦେଲଇଁ ସମସ୍ତେ। ଜଳ ଦାନ ମାନ ନ ଦେଲି ଦାନ ଦେଇଣ ଗର୍ବ କଲି। ସେ ଦୋଷେ ତିର୍ଯ୍ୟକ ଯୋନିରେ ଜନ୍ମ ହୋଇଲି ଚାତକରେ। ଚାତକ 3 ଜନ୍ମ ହୋଇ ଜନ୍ମିଲି ଗୁଧ୍ର ପେଟେ ଯାଇ। ତହିଁରେ 5 ଜନ୍ମ ହୋଇ ତଦନ୍ତେ ଶ୍ୱାନ ହେଲି ମୁହିଁ। ଶ୍ୱାନ ମୁଁ ହୋଇ 5 ଜନ୍ମ ଗୃହ ଗୋଧିକା ରୂପେ ଜନ୍ମ। ଏ ରୂପେ 3 ଜନ୍ମ ହେଲା ହେ ବିପ୍ର ତୁମ୍ଭ ଦୟା ହେଲା। ପାଇ ତୁମ୍ଭର ପାଦ ଜଳ ହେ ବିପ୍ର ତୁମ୍ଭେ ଦୟା କଲ। ଏବେ କରିଣ ଅନୁଗ୍ରହ ବୈକୁଣ୍ଠେ ଯିବି ଆଜ୍ଞା ଦିଅ। ସେ ଗୃଧ ଗୋଧିର ବଚନେ ବ୍ରାହ୍ମଣ ବିଚାରିଲେ ମନେ। ଏହାକୁ କିଛି ଧର୍ମ ଦେବା ଏ ଜନ୍ମ ମୁକତ କରିବା। ଏତେ କହିଣ ବିପ୍ରମଣି ହସ୍ତେ ଘେନିଲେ କୁଶ ପାଣି। ବୈଶାଖ ଦିନ କର ଫଳ ଉତ୍ସର୍ଗୀ ଦେଲେ ଦ୍ୱିଜ କୂଳ। ତତ୍ପକ୍ଷେ ହୋଇଲା ମୁକତ ସ୍ୱର୍ଗୁ ଅଇଲା ଦେବରଥ। ଅପୂର୍ବ ସ୍ୱରୂପ ହୋଇଲା ସେ ବିପ୍ର ପାଦରେ ପଡ଼ିଲା। ଅପୂର୍ବ ବିମାନ ଆରୋହୀ ସ୍ୱର୍ଗକୁ ଗଲା କପଳାଇ। ଦେବଙ୍କ ସଭାରେ ବସିଲା ଅମୃତ ଭୋଗ ସେ ଭୁଞ୍ଜିଲା। ସେ ସ୍ୱର୍ଗ ଭୋଗର ଅନ୍ତରେ ଜନ୍ମିଲା କାକୁସ୍ଥ ବଂଶରେ। ପୁଣି ହୋଇଲା ନରନାଥ ଭୋଗ ସେ ଭୁଞ୍ଜିଲା ବହୁତ।
ବୈଶାଖ ମାସେ ଯେ ରାଜନ ଦିଅଇ ଜଳ ଛତ୍ର ଦାନ ମୁଁ ଆଗେ ହାବେଦ ବର କହିଲେ ସ୍କନ୍ଧ ପୁରାଣର ତୋତେ କହିଲି ଅମ୍ବରୀଶ ବୈଶାଖ ସ୍ନାନ ବିଧିରସ ଷଷ୍ଠ ଅଧ୍ୟାୟ ଅବଶେଷେ ଶୁଣ ହୋ ରାଜା ଅମ୍ବରୀଶ ଗୀତେ ରଚିଲେ ରାମଦାସ ସୁଜନେ ଶୁଣି ହୁଅତୋଷ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ୟେ ନାରଦ ଅମ୍ବରୀଶ ସମ୍ବାଦେ ଗୃହବୋଧି ମୋକ୍ଷଣେ ନାମ ଷଷ୍ଠ ଅଧ୍ୟାୟ। ସପ୍ତମ ଅଧ୍ୟାୟ। ନାରଦ ଉବାଚ କହନ୍ତି ବ୍ରହ୍ମାଙ୍କର ଶିଷ୍ୟ ଶୁଣ ହୋ ରାଜା ଅମ୍ବରୀଶ ମିଥିଳା ଦେଶ ନୃପନାଥ ଦେଖିଣ ଏମନ୍ତ ଅଦ୍ଭୁତ ସେ ସୁତ ଦେବ ପାଦେ ପଡ଼ି ପୁଛଇବେନି କର ଯୋଡ଼ି ପୂର୍ବେ କି ପୁଣ୍ୟ କରିଥିଲା ସେ ଗୃହ ଗୋଧି ନିସ୍ତାରିଲା ସେ କଥା କହ ମୋର ଆଗେ ଶୁଣିଣ ଫିଟୁ ମୋ ସନ୍ଦେହ ରାଜା ବଚନେ ବିପ୍ର ବର ବୋଇଲେ ଶୁଣ ରାଜେଶ୍ୱର ଏ ଭାଗବତ ଧର୍ମ କଥା ଶୁଣି ମୋ ମନୁ ଯାଉ ବ୍ୟଥା ଯେ ବଣ ପାଦେ ଆଶ୍ରେ କଲେ ଜନ୍ମ ମରଣ ନାହିଁ ଭୋଲେ ଯହୁଁ ବୈଶାଖ ସ୍ନାନ କରି ଭବ ସଂସାରୁ ଯାନ୍ତି ତରି ବୈଶାଖେ ବିଷ୍ଣୁ ଯେ ପୂଜଇ ନାନାଦି ଗନ୍ଧ ପୁଷ୍ପ ଦେଇ ନାନାଦି ପୋକ ଫଳ ମୂଳ ଆମ୍ବ ପଣସ ନାରିକେଳ ଏ ଆଦି ନାନା ଫଳ ମାନ ଆବର ପାଣି ପଣା ଦାନ ବୈଶାଖେ ଦାନ ଯେ ଦିଅଇ ସେନର ବିଷ୍ଣୁ ଲୋକେ ଯାଇ କ୍ଷୁଧାର୍ତ ଜନେ ଉପସ୍ଥିତ ଯେ କରେ ଅନ୍ନ ଜଳ ଦତ୍ତ ଯେହୁ ବୈଶାଖେ ସ୍ନାନ କରି ସେମାନେ ଯାନ୍ତି ବିଷ୍ଣୁପୁରୀ ଯେହା ଗର୍ବେ ନ କରଇ ତିର୍ଯ୍ୟକ ଜନି ଜନ୍ମ ହୋଇ ଯେ ଅନ୍ନ ଜଳ ନ ଦିଅଇ ପିଶାଚ ରୂପ ସେ ଧରଇ ତୋତେ କହିବା ନୃପମଣି ଆମ୍ଭର ପିତାଙ୍କର ବାଣୀ ସେ କଥା ଶୁଣ ମନ ଦେଇ ଅଦ୍ଭୁତ ଚରିତ ଟଇ ନର୍ମଦା ତୀରେ ପିତା ମୋର ହଇଣ ପିଶାଚ ଶରୀର କ୍ଷୁଧା ତୃଷାରେ କ୍ଷୀଣ ହୋଇ ଆପଣା ମାଂସ ଯେ ଭକ୍ଷଇ ଶିମୁଳି ବୃକ୍ଷ ମୂଳେ ଥାଇ ତା ଦେହେ ଛାୟା ନ ପଡ଼ଇ ସର୍ବଦା ହୁଅଇ ଆରତ ମୁଖରୁ ନ ସ୍ରବେ ଅମୃତ ଅତି ଦୁର୍ବଳ ଦେହ କ୍ଷୀଣ ବସନ ବିହୀନେ ଉଲଗ୍ନ ମୁଖରୁ ଅଗ୍ନି ବାହାରଇ ନପାରେ ଜଳ ଫଳ ଖାଇ ସବୁ ଲାଗିଲା ତାକୁ ବିଷ କର୍ମେଣ ହୋଇଲା ନିରାଶ ଦୈବ ଯୋଗେ ଗଙ୍ଗା ସ୍ନାନ ମୁଁ ଯାଇଥିଲି ଏକ ଦିନ ପଥେ ଚଳନ୍ତେ ଶ୍ରମ ପାଇ ଜଳର ଅର୍ଥେ ଗଲେ ମୁହିଁ ଉଠି ଭୂମିକି ଦେଲି ଚାହିଁ ଭୂତ ବସିଛି ଦେଖିଲଇଁ ସେ ଭୂତ ମୋତେ ଯେ ଦେଖିଲା
ଗିଳିବ ବୋଲି ଆକର୍ଷିଲା, ଆସିଣ ଓଗାଳିଲା ମୋତେ, ବୋହିଲା ଗିଳିବି ମୁଁ ତୋତେ। ମୋହରି ବ୍ରହ୍ମ ତେଜ ଉରେ, ପଶିନା ପାରିଲା ପାଖରେ, ତାହାର ବିକଳ ଦେଖିଲା, ଦୟା ମୋର ମନ ବସିଲା। ବୋଇଲି କଲୁ କେଉଁ ପାପ, ହୋଇଲୁ ହୀନ ପ୍ରେତ ରୂପ, ପୂର୍ବେ ତୁ କେଉଁ ଜନ୍ମ ଥିଲୁ, କିମ୍ପାଇଁ ପ୍ରେତ ରୂପ ହେଲୁ, ତାହା ମୋ ଆଗେ କହ ଭୂତ, ତୋତେ ମୁଁ କରିବି ମୁକତ। ଶୁଣି ସେ ପ୍ରେତ ବାକ୍ୟ କହି, ଶୁଣ ବ୍ରାହ୍ମଣ ମନ ଦେଇ, ମୁଁ ବିପ୍ର କୂଳେ ହେଲି ଜାତ, ନାମ ଯେ ମୋହର ଚରିତ। ଅନେକ ଦାନ ପୁଣ୍ୟ କଲି, ବହୁତ ତୀର୍ଥ ମୁଁ ବୁଲିଲି, ବେଦ ପଠନ ତପ ଯଜ୍ଞ, ବହୁତ କଲି ବିପ୍ରତମ। ବୈଶାଖ ସ୍ନାନ କରିଥିଲି, ଲୋଭେ ମୁଁ ଆମିଷ ଭଖିଲି, ଏମନ୍ତ କେତେ ଦିନ ଅନ୍ତେ, ମୁହିଁ ପଡ଼ିଲି ମୃତ୍ୟୁ ପଥେ। ବାନ୍ଧିଣ ଯମଦୂତେ ନେଲେ, ପିଶାଚ ଜନ୍ମ ମୋତେ କଲେ, ଆଜକୁ 50 ବରଷ, ଏ ବୃକ୍ଷ ମୂଳେ କଲି ବାସ। ସ୍ୱର୍ଗକୁ ଯାଇ ନ ପାରିଲି, କ୍ଷୁଧା ତୃଷାରେ ଗର୍ଜି ହେଲି, ମୋହର ପୁତ୍ର ସୁତ ଦେବ, ଜାଣଇ ବେଦ ବିଦ୍ୟା ସର୍ବ। ସେ ଯେବେ ଦେବ ଜଳଦାନ, ହେବ ବୈଶାଖ ମାସ ପୁଣ୍ୟ, ତେବେ ମୁଁ ବସିବି ସ୍ୱର୍ଗରେ, ମୁକତ ହେବି ଏ ଜନ୍ମରେ। ଏ ବାକ୍ୟ ପ୍ରେତ ମୁଖ ଶୁଣି, ପାଦେ ପଡ଼ିଲି ମୁହିଁ ଜାଣି, ବହୁତ ହୋଇଲି ଆରତ, ବୋଇଲି ମୁହିଁ ତୁମ୍ଭ ପୁତ୍ର, ଏତେ କହିଣ କୋଳାଗ୍ରତ, କରନ୍ତେ ହୋଇଲା ମୁକତ। ତକ୍ଷଣେ ଦିବ୍ୟ ଦେହ ପାଇ, ବୋଇଲା ମୋର ପୁତ୍ର ତୁହି, ତୁ ମୋତେ କରିଛୁ ଉଦ୍ଧାର, ଏତେ ବୋଲଇ ବିପ୍ରବର। ଏମନ୍ତ ସୁତ ଦେବ ଶୁଣି, ଧର୍ମ ଧର୍ମ ମନେ ଗୁଣି, ବୋଇଲେ ପିତାଙ୍କୁ ତାରିବି, ବୈଶାଖ ମାସ ଧର୍ମ ଦେବି। ଏତେ ବିଚାରି ବିପ୍ରବର, ଜଳ ଆଣିଲେ ତତପର, କୁଶହସ୍ତରେ ଗଙ୍ଗା ନୀର, ଦେଲି ସେ ହୋଇଲେ ଉଦ୍ଧାର। ସ୍ୱର୍ଗରୁ ବିମାନ ଅଇଲା, ପିତାମହ ବୈକୁଣ୍ଠକୁ ଗଲା, ମୁଁ ଯାଇ ମିଳିଲି ଗୃହରେ, ସ୍ନାନ କରିଲି ବୈଶାଖରେ। ପିତାଙ୍କୁ ଜଳାଞ୍ଜଳି ଦେଇ, ବିପ୍ରଙ୍କୁ ଦାନ ଯେ ଦେଲଇଁ, ତାହାଙ୍କୁ କରାନ୍ତେ ଭୋଜନ, ପିତାମହ ବସିଲେ ସ୍ୱର୍ଗେଣ। ଶୁଣ ସୁଚିତ୍ତେ ରାଜା ତୁହି, ତୋ ଆଗେ ଧର୍ମ କହିବଇଁ, ନାରଦ ଅମ୍ବରୀଶ ଆଗେ, একথা কহিলে সরাগে বৈশাখ মহাত্ম্যে রস গীতে কহিলে রামদাস। ইতি শ্রী স্কন্ধ পুরাণে বৈশাখ মহাত্ম্যে নারদ অম্বরীশ সম্বাদে সুতদেব কথা প্রসঙ্গে নাম সপ্তম অধ্যায়। অষ্টম অধ্যায় নারদ বাচ ଶୁଣତୁ ଅମ୍ବରୀଶ ରସ କହିବା ଜ୍ଞାନ ଉପଦେଶ
ସେ ସୁତ ଦେବ ମୁନି ବର କିସ କହିଲେ ରାଜା ଠାର। ରାଜା ଯେ ମନ୍ତ ବୋଧ ହେଲା ସେ କଥା କହିବା ବୋଇଲା। ବିଷ୍ଣୁଙ୍କୁ ସେବା ଯେ କରଇ ତା ପୁଣ୍ୟ କ୍ଷୟକୁ ନ ଯାଇ। ଯେ କରେ ବୈଶାଖରେ ସ୍ନାନ କ୍ଷୟ ନୁହଁ ତାର ପୁଣ୍ୟ। ବହୁତ ପୁଣ୍ୟ କରିଥାଇ କ୍ରୋଧ ହୋଇଲେ ଧ୍ୟୟ ହୋଇ। କ୍ରୋଧରୁ କନ୍ଦଳ ଜନ୍ମଇ କନ୍ଦଳେ ଧର୍ମ କ୍ଷୟ ଯାଇ। ପୂର୍ବେ ହେ ଦକ୍ଷ ପ୍ରଜାପତି ଅଟନ୍ତି ବ୍ରହ୍ମାଙ୍କ ସନ୍ତତି। ସେ ଦକ୍ଷାଦିତି ବ୍ରହ୍ମା ହେଲା ସଚରାଚର ଭିଆଇଲା। ଯୋଗ ମାୟାକୁ ସଂଖ୍ୟା କରି 13 ଦୁହିତା ଜାତ କରି। ରୁଦ୍ରଙ୍କୁ ପାର୍ବତୀଙ୍କୁ ଦେଲେ ଜ୍ୟେଷ୍ଠ ଜୁଆଇଁ ତାକୁ କଲେ। ନାରାୟଣଙ୍କୁ ଲକ୍ଷ୍ମୀ ଶୋଭା ବିଚାରି ଦକ୍ଷ ଦେଲେ ବିଭା। ବ୍ରହ୍ମାଙ୍କୁ ଦେଇ ସରସ୍ୱତୀ ଜୁଆଇଁ କଲେ ପ୍ରଜାପତି। ସଚିଙ୍କୁ ଇନ୍ଦ୍ର ବିଭା ହୋଇ ଦକ୍ଷର ହୋଇଲେ ଜୁଆଇଁ। ସଦର୍ପେ କହେ ଦକ୍ଷପତି ଏହନ୍ତେ ଶୁଣ ତୁ ନୃପତି। ମୋତହୁଁ ନାହିଁ ଏ ଭୁବନେ ଦେଖଇ ବୁଲଇ ବହନେ। ମୁଁ ସର୍ବକଲଇ ଭିଆଣ ଏତେ ବିଚାରି ଦକ୍ଷ ରାଣ। ଏବେ ମୁଁ କରିବଇ ଜାଗ ଦେବଙ୍କୁ ଦେବି ହବିର୍ଭାଗ। ଏବେ ମୁଁ ମହାଯଜ୍ଞ କରି ବ୍ରହ୍ମା ହୋଇବି 3 ପୁରୀ। ଏତେ ବିଚାରି ଦକ୍ଷ ମନେ ମିଳିଲେ କୈଳାସ ଭୁବନେ। ଦକ୍ଷଙ୍କୁ ଦେଖି ଉମାପତି ଆସ୍ଥାନୁ ନ ଉଠିଲା ଧାତି। ମୁଁ ଯେବେ ଆସ୍ଥାନୁ ଉଠିବି ଏହାକୁ ନମସ୍କାର ହେବି। ଏ ଦକ୍ଷ ତେବେ ହେବ ନାଶ ମୋତେ ଲାଗିବ ହତ୍ୟା ଦୋଷ। ଦକ୍ଷ ରହିତେ ନ ବରିଲେ ଆସ୍ଥାନୁ ହର ନ ଉଠିଲେ। ତା ଦେଖି ଦକ୍ଷ କୋପ ହୋଇ ବୋଇଲେ ହର ମୁଖ ଚାହିଁ। ଜ୍ଞାନ ଗୋଚର ନାହିଁ ତୋର ଚଢ଼ୁ ତୁ ବୃଷଭ ଉପର। ଗଳାରେ ହାଡ଼ ମାଳ ତୋର ଗୋଚର୍ମ ପକାଉ ପିଠିର। ସର୍ବଦା ଥାଉ ଶ୍ମଶାନରେ ପ୍ରେତଗଣଙ୍କ ସଙ୍ଗତରେ। ବସ୍ତ୍ର ବିହୀନେ ତୁ ଲଗ୍ନ ତୈଳ ବିହୀନେ ଲେପୁ ଭସ୍ମ। ଅନ୍ନ ବିହୁନେ ମାଗୁ ଭିକ ଆପେ ବୋଲାଉ ବଡ଼ ଲୋକ। କ୍ଷୁଧା ଲାଗିଲେ ବିଷ ଖାଉ ସର୍ପକୁ ମାଳ କରିଥାଉ। ଅପଗୁଣ ତ ଅଛି ଏତେ ମୁଁ ଏହା ଜାଣିବି କେମନ୍ତେ। ଦୁରାତ୍ମା ନାରଦ ବଚନ ସତିକି ତୋତେ ଦେଲି ଦାନ। ଚକ୍ରର କଲା କୁମ୍ଭ ପ୍ରାୟ ବିପ୍ର ଚଣ୍ଡାଳ ଗୃହେ ଯାଏ। ଏତେ କହିଣ ଦକ୍ଷ ଗଲା ବୈକୁଣ୍ଠ ଭୁବନେ ମିଳିଲା। ସକଳ ଦେବେ ସଭା କରି ଅଛନ୍ତି ବୈକୁଣ୍ଠପୁରୀ। ଦକ୍ଷଙ୍କୁ ଦେଖିଣ ଉଠିଲେ ଯେଝାରେ ମାନ୍ୟ ଧର୍ମ କଲେ। ଦକ୍ଷର ଅର୍ଥେଣ ବରଣ କରି ସକଳ ଦେବଗଣ। ବରଣ କରି ଦକ୍ଷ ଗଲେ
ନାରଦ ସେ ସଭାରେ ଥିଲେ, ତକ୍ଷଣେ ଗଲେ କପିଳାସ, ମିଳିଲେ ରୁଦ୍ରଙ୍କର ପାଶ। ତାହାଙ୍କୁ ଦେଖି ନର ସାଇ, ଆସନେ ବସାଇଲେ ନେଇ। ଦକ୍ଷିଣ ରୁଦ୍ରଙ୍କର ଗତି, ହରଷ ହେଲେ ମହାଜତି। ରୁଦ୍ର ପୁଛିଲେ ବ୍ରହ୍ମା ସୁତ, କି କାର୍ଯ୍ୟେ ମୋ ପୁରେ ଆଗତ। ହସି କହିଲେ ମୁନିବର, ମୁଁ ଥିଲି ବୈକୁଣ୍ଠପୁର। ଦକ୍ଷ ସେ ସଭାରେ ମିଳିଲେ, ସକଳ ଦେବଙ୍କୁ ବରିଲେ। ଆପଣ ଆରମ୍ଭିବେ ଯାଗ, ଦେବଙ୍କୁ ଦେବେ ହବିର୍ଭାଗ। ଆମ୍ଭଙ୍କୁ ଦେବଙ୍କ ସଭାରେ, ନିନ୍ଦିଲେ ବହୁତ ପ୍ରକାରେ। ବୋଇଲେ ଛାର ଯୋଗୀ ସେହି, ଯଜ୍ଞକୁ ଯୋଗ୍ୟ ସେ ନୁହଁ। ତାହାକୁ କଲେ ତ ବରଣ, ଯଜ୍ଞ ହୋଇବ କାରଣ। ଏତେ କହିଣ ମୁନିବର, ଗମିଲେ ହୋଇ ତତ୍ପର। ସେ ଦକ୍ଷ ଯଜ୍ଞ ଆରମ୍ଭିଲେ, ଋତିଜ ମାନଙ୍କୁ ବରିଲେ। ବ୍ରହ୍ମା ଇନ୍ଦ୍ରାଦି ଦେବଗଣ, ସେ ଯଜ୍ଞେ ହୋଇଲେ ବରଣ। ବିଷ୍ଣୁଙ୍କୁ ସେ ଯଜ୍ଞେ ବସାଇ, ପୂଜିଲେ ଗନ୍ଧ ପୁଷ୍ପ ଦେଇ। 33 କୋଟି ଦେବଗଣ, ସିଦ୍ଧ ଯେ ଗନ୍ଧର୍ବ ଚାରଣ। 3 ଭୁବନେ ଯେତେ ଲୋକ, ସେ ଯଜ୍ଞେ ମିଳିଲେ କେତେକ। ଆପଣେ ବ୍ରହ୍ମା ଯଜ୍ଞ କଲେ, ଯଜ୍ଞ ସଂକଳ୍ପ ବକ୍ଷ କଲେ। ଯଜ୍ଞରେ ଦେଲେ ଆହୁତି, ସ୍ୱାହା ସ୍ୱଧାରେ ପ୍ରଜାପତି। ସେ ଯଜ୍ଞ ଦେଖିବା ଅର୍ଥରେ, ଗନ୍ଧର୍ବେ ଯାନ୍ତି ଆକାଶରେ। ଆକାଶେ ହୁଳ ହୁଳି ଦେଇ, ଚଳନ୍ତି ଯୁଥ ଯୁଥ ହୋଇ। ତା ଦେଖି ପାର୍ବତୀ ବୈରାଗ, ବୋଇଲେ ଦକ୍ଷ କଲେ ଯଜ୍ଞ। ମୁଁ ଜ୍ୟେଷ୍ଠ ଝିଅ ତାହାଙ୍କର, ଜ୍ୟେଷ୍ଠ ଜୁଆଇଁ ଦେବହର। ଯଜ୍ଞେ ଆମ୍ଭଙ୍କୁ ନ ବରିଲା, କାହାକୁ ଘେନି ଯଜ୍ଞ କଲା। ମୋତେ ସେ ନ କଲା ବରଣ, ତା ଯଜ୍ଞ ହେବ କାରଣ। ଏତେ ବିଚାରି କୋପ ହୋଇ, ନନ୍ଦିକି ଛାମ କୋଡକାଇ। ବୋଇଲେ ଦକ୍ଷ ଯଜ୍ଞ ଯିବା, କି ଯଜ୍ଞ କରୁଛି ଦେଖିବା। ଏତେ କହିଣ କୋପ ହୋଇ, ଯଜ୍ଞକୁ ଯାନ୍ତି ମହାମାଇ। ବୋଇଲେ ମନୁ ତେଜ କ୍ରୋଧ, ଗଲେ ପଡ଼ିବ ବିରୋଧ। ଦକ୍ଷର ଯଜ୍ଞ ଭଗ୍ନ ହେବ, ତୁମ୍ଭର ହୋଇବ ଶୁଭ। ରୁଦ୍ର ଅନେକ ପ୍ରବୋଧିଲେ, ପାର୍ବତୀ ତାହା ନ ମାନିଲେ। ଚଳନ୍ତେ ଉମା ବଳାତ୍କାରେ, ନନ୍ଦିକି ବୋଇଲେ ଈଶ୍ୱରେ। 14 କୋଟି ରୁଦ୍ରଗଣ, ଘେନି ତୁ ଚଳ ସଙ୍ଗ ତେଣ। ରୁଦ୍ରଙ୍କ ଆଜ୍ଞା ପରମାଣେ, ଗୋଡ଼ାଇ ଗଲେ ରୁଦ୍ରଗଣେ। ଦକ୍ଷର ଭୁବନେ ପାର୍ବତୀ, ହୋଇ ପଶିଲେ କୋପମତି। ଦକ୍ଷିଣ ପାର୍ବତୀ କୋପାନଳ, ଅପସରିଲେ ଦ୍ୱାରପାଳ। ପଛେ ଯେ ରୁଦ୍ର ଗଣ ଥିଲେ, ତାହାଙ୍କୁ ପଥ ନିରୋଧିଲେ। ଦେବୀ ଚଳିଲେ କୋପ ଭରେ, ପ୍ରବେଶ ହେଲେ ଯଜ୍ଞ ଘରେ। ବୋଇଲେ ଆମ୍ଭ ଯଜ୍ଞ କାହିଁ, ରୁଦ୍ର ଏ ଘରେ ବଡ଼ ଜଇଁ। ଏମନ୍ତେ ଶୁଣି ଦେବଗଣ, ରହିଲେ ମୌନ ହୋଇଣ। କେହି ଯେ ଉତ୍ତର ନ ଦେଲେ, ଦକ୍ଷ ବଚନ ନ କହିଲେ। ଭୃଗୁ ଯେ ସଭା ମଧ୍ୟ ଥିଲେ, ଇଙ୍ଗିତେ ବଚନ କହିଲେ। କ୍ରୋଧେ ଆରତ ଉମା ହୋଇ, ବେନି ଲୋଚନ ଧାର ବହି। ଇଙ୍ଗିତେ ସହି ନ ପାରିଲେ, ଅଗ୍ନିରେ ସେ ଡେଇଁ ପଡ଼ିଲେ। ଲୋକେ କରିଲେ ହାହାକାର, ପାର୍ବତୀ ପଡ଼ିଲେ ଅଗ୍ନିର। ବ୍ରହ୍ମା ଇନ୍ଦ୍ରାଦି ଦେବଗଣ, ଚକିତ ହୋଇଲେ ଦକ୍ଷିଣ। କୋପରେ ଦକ୍ଷ ପ୍ରଜାପତି, ବୋଲୋଇ ଦିଅ ହେ ଆହୁତି। ପାର୍ବତୀ ଅଗ୍ନିରେ ପଡ଼ିଲା, ଏ ଦେବ ମେଧ ଜାଗ ହେଲା। ଏମନ୍ତ କହିଣ ଆହୁତି, ଦେଲା ସେ ଦକ୍ଷ ପ୍ରଜାପତି। ନନ୍ଦୀ ଭ୍ରୁକୁଟି ଦ୍ୱାରେ ଥିଲେ, ଶୁଣିଣ ଘୋର ଯୁଦ୍ଧ କଲେ। ତକ୍ଷଣେ ବ୍ରହ୍ମାଙ୍କ କୁମର, ମିଳିଲେ ଦ୍ୱାର କୈଳାସପୁର। ବୋଇଲେ ଅଛ ତୁମ୍ଭେ ଘରେ, ପାର୍ବତୀ ପଡ଼ିଲେ ଅଗ୍ନିରେ।
ଦେବେ କରିଲେ ହାହାକାର, ଉଠିଣ ଗଲେ ଯେ ଝାପୁର, ସେ ଦକ୍ଷ କରିଲେ ଅନୀତି, ବୋଇଲେ ଦିଅ ହେ ଆହୁତି। ଏ ଯଜ୍ଞ ସୁଫଳ ହୋଇଲା, ପାର୍ବତୀ ଯେବେ ବଳି ହେଲା, ଶୁଣିଣ ଦେବ କୋପ ଭରେ, ଘେନିଲେ ଭୈରବ କଟାରେ। ଦେବେ କରିଲେ ଅନୀତି, ବୋଇଲେ ଦିଅ ହେ ଆହୁତି, ଧାଇଁଲେ ପାଦ ଗତି ହୋଇ, ମିଳିଲେ ଦକ୍ଷ ଯଜ୍ଞ ଯାଇ। ହୋଇଣ ମହାକୋପାନଳ, ଡେଇଁ ପଶିଲେ ଯଜ୍ଞଶାଳ, ସେ ଯଜ୍ଞ ଯେତେ ଲୋକ ଥିଲେ, ରୁଦ୍ରଙ୍କ ଡରେ ପଳାଇଲେ। ଦେହର କାଳାନ୍ତକ ପ୍ରାୟ, ହୋଇଲେ ମହାତେଜମୟ, କୋପ ସଂହରି ନ ପାରିଲେ, ଜଟା ଉପାଡ଼ି କଚାଡ଼ିଲେ। ଭୂମିରେ ଜଟା କଚାଡ଼ନ୍ତେ, ଜନ୍ମିଲେ ପୁରୁ ସେ ତୁରିତେ, ସମ୍ଭୂତ ବୀର ଭଦ୍ର ନାମ, ମହାବଳିଷ୍ଠ ଅନୁପମ। ସହସ୍ରେ ବାହୁରା କାଳାନଳ, ସମାନ ପ୍ରଭା ଗିରିମାଳ, ତାହାଙ୍କୁ ଆଜ୍ଞା ଦେଲେ ହର, ଏ ଦକ୍ଷ ବଂଶ ନାଶ କର। ଉପରେ ରୁଦ୍ର ଗଣ ଥିଲେ, ଖୋଜିଣ ସବୁ ସଂଘାରିଲେ, ଯଜ୍ଞରେ ଭୃଗୁ ଋଷି ଥିଲେ, ତାହାଙ୍କୁ ଟେକି କଚାଡ଼ିଲେ। ସେ ବୀର ଭଦ୍ର ଦକ୍ଷ ଦାଢ଼ି, ଧରି ପକାଇଲେ ଉପାଡ଼ି, ଛେଦିଣ ପ୍ରଜାପତି ମୁଣ୍ଡ, ଆହୁତି ଦେଲେ ଅଗ୍ନିକୁଣ୍ଡ। ପ୍ରଜାପତିଙ୍କର ଶରୀର, ନାଚିଲା ଯେ ଯଜ୍ଞଶାଳର, ସେ ମୁଣ୍ଡ ପଡ଼ିଣ କୁଣ୍ଡରେ, ଭସ୍ମ ହୋଇଲା ତତ୍ପରେ। ଦକ୍ଷର ଯଜ୍ଞ ହତ କରି, ସେ ରୁଦ୍ର କୋପ ନ ସଂଘରି, ତାହାଙ୍କୁ ଶାନ୍ତି ଇଚ୍ଛା କରି, ଘରୁ ବାହାର ଦକ୍ଷ ନାରୀ, କରେ ଘେନିଲେ ଅର୍ଘ୍ୟସ୍ଥାଳୀ, ରୁଦ୍ର ଛାମୁରେ ଆସି ମିଳି, ଅର୍ଘ୍ୟ ଘେନିଣ ବନ୍ଦା ପନ୍ଦେ, କୋପେ ବୋଇଲେ ଉମାକାନ୍ତେ। ବୋଇଲେ ଲିଙ୍ଗଙ୍କୁ ମୋହର, ଅର୍ଘ୍ୟ ଦେଇଣ ପୂଜା କର, ଅନେକ ସ୍ତୁତି ବାକ୍ୟ କହି, ରୁଦ୍ରଙ୍କୁ କହିଲେ ବୁଝାଇ। ପ୍ରବୋଧି ଅନେକ ପ୍ରକାରେ, ଯାଇ ମିଳିଲେ ଦକ୍ଷପୁରେ, ଦକ୍ଷ ଯଜ୍ଞରେ ଯେତେ ଥିଲେ, ସବୁଙ୍କୁ ଲୋଡ଼ିଣ ଆଣିଲେ। ପାର୍ବତୀ ନ ପାଇଣ ହର, ନଗଲେ କୈଳାସପୁର, ତପସ୍ୟା ଗଲେ ଗଙ୍ଗା ତଟେ, ପୁନାଗ ପାଦପ ନିକଟେ। ପାର୍ବତୀ ଯଜ୍ଞେ ଲୀନ ହେଲେ, ଜନ୍ମିଲେ ହିମବନ୍ତ ଘରେ, ଏମନ୍ତେ ସ୍ତୁତି ଦେବେ କହି, ଶୁଣିଣ ରାଜା ତୋଷ ହୋଇ। ବୈଶାଖ ମହାତ୍ମ୍ୟ ବାଣୀ, ରାମ ଧମ ଗୀତେ ଭଣି। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ये ଦକ୍ଷ ଯଜ୍ଞ ଭଗ୍ନ କଥନେ ବ୍ରହ୍ମା ନାରଦ ସମ୍ବାଦେ ନାମ ଅଷ୍ଟମ ଅଧ୍ୟାୟ।